ମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର 6 ସେମିଷ୍ଟର ଅଡ଼ିଅନ୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ଆଜିର ଭିଡ଼ିଓ ମାଧ୍ୟମରେ ଯେଉଁ ତୁମର କୋର୍ ପେପର କେତେ ନା କୋର୍ ପେପର 13ଟି ରହିଛି, ତ ସେ କୋର୍ ପେପର 13ର ଆମେ ସମ୍ପୂର୍ଣ୍ଣ ଭାବରେ ତୁମର ଏକ୍ଜାମର ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବା। ନା କେତେ ଇୟର ନା ଦେଖ ଆମେ ସବୁ ପଛେଇ ଯିବା ହେଲା 2025ରୁ ପଛେଇ 2021 ପର୍ଯ୍ୟନ୍ତ ଯିବା ହେଲା। 2021 ମାନେ 2021 2025 ଭିତରେ ହେଲା କେତେ କେଉଁ କ୍ୱେଶ୍ଚନ୍ ଗୁଡ଼ିକ ରିପିଟ୍ ଆସୁଛି ଏବଂ କେତେ ବର୍ଷ ପରେ ରିପିଟ୍ ଆସୁଛି ହେଲା। ଦେନ୍ ଆମେ ଅନେକ ସାରା ତଥ୍ୟ ଗୁଡ଼ିକ ଜାଣିବା ହେଲା। ମାନେ ଏକ୍ଜାମରେ କେମିତି କ'ଣ କ୍ୱେଶ୍ଚନ୍ ପକଉଛି, ଗୋଟେ ପିଲା ସେ କିପରି ଭାବରେ ପ୍ରିପେୟାର କରିବ ହେଲା। ତ ପିଲାମାନେ ଏକ୍ଜାମ ଯେଉଁ ତୁମର ସେମିଷ୍ଟର ଗୁଡ଼ିକ ଆସୁଛି ବହୁତ ଜଲ୍ଦି ହେଲା। ତ ଅନେକ ସାରା ପିଲାମାନେ ବହୁତ ଡରି ଯାଉଛନ୍ତି, ସେମାନେ ଭାବୁଛନ୍ତି ସାର୍ ମାନେ ଏକ୍ଜାମରେ କେମିତି କ୍ୱେଶ୍ଚନ୍ ଆସୁଛି, ଆମେ କେମିତି ପ୍ରିପେୟାର କରିବା ହେଲା। ମାନେ କ'ଣ ଆମେ ବହିର କେମିତି ଭାବରେ ପଢ଼ିଲେ ଲଙ୍ଗ କ୍ୱେଶ୍ଚନ୍ ଗୁଡ଼ିକ ଲେଖିପାରିବା। ତ ସେମିତି ଅନେକ ସାରା ମୁଁ କହିବି ଆଜିର ଏଇ ଗୋଟେ ଭିଡ଼ିଓ ମାଧ୍ୟମରେ ହେଲା। ତ ଫାଷ୍ଟ ଚାଲନ୍ତୁ ଆମେ ତୁମର କିଛି ସିଲେକ୍ଟେଡ୍ ଲଙ୍ଗ କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବା। ଦେନ୍ ହେଲା 2021ରୁ 25 ମଧ୍ୟରେ ଏବଂ ସେଇ କ୍ୱେଶ୍ଚନ୍ ଗୁଡ଼ିକ ଯଦି ରିପିଟ୍ ଆସୁଛି କେତେ ବର୍ଷରେ ରିପିଟ୍ ଆସୁଛି ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଆଜିର ଭିଡ଼ିଓଟି ଦେଖିଲା ପରେ ଗୋଟେ ପିଲା ମନରେ ନିହାତି ଭାବରେ ଗୋଟେ ଧାରଣା ଆସିଯିବ ଯେ ଏକ୍ଜାମରେ ଏମିତି କ୍ୱେଶ୍ଚନ୍ ଆସୁଛି, ଆମେ ଏମିତି ପ୍ରିପେୟାର କରିବା, ଦେନ୍ ଆମେ ଏକ୍ଜାମରେ ଭଲ ରେଜଲ୍ଟ କରିପାରିବା, ସେ ଜାଣିପାରିବ ହେଲା। ତ ଚାଲନ୍ତୁ ଆମେ ଅଧିକ ଡେରି ନକରି ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଆରମ୍ଭ କରିବା। ଦେଖ ପ୍ରଥମ তোমার 11 মার্কর 4টা কোশ্চেন আছে। ଆଉ ଗୋଟେ କଥା ପିଲାମାନେ କୋଶ୍ଚେନ୍ ପ୍ୟାଟର୍ନ তোমাদের ସବୁବେଳେ ମ୍ୟାଟର କରେନି, କାହିଁକି ନା ଦେଖ ତମର ଦେଖନ୍ତୁ ଓଡ଼ିଶାର ବିଭିନ୍ନ ୟୁନିଭର୍ସିଟି ଗୁଡ଼ିକରେ ପିଲାମାନେ ଦେଖିଛନ୍ତି। ତ ତେଣୁକରି ସମସ୍ତ ୟୁନିଭର୍ସିଟି ଗୁଡ଼ିକରେ କୋଶ୍ଚେନ୍ ପ୍ୟାଟର୍ନଟି ସେମ୍ ନଥାଏ। କିଛି ୟୁନିଭର୍ସିଟି ଗୁଡ଼ିକରେ କୋଶ୍ଚେନ୍ ପ୍ୟାଟର୍ନଟି କ'ଣ ଥାଏ ନା 1 2 3 ଆଉ ଗୋଟେ 7 ମାର୍କ ଥାଏ। ଆଉ କିଛି ୟୁନିଭର୍ସିଟି ଗୋଟେ ଏଇଟା ଯେମିତି ଦେଇଛି ଦେଖ 11 ମାର୍କ ପକେଇ ଦେଇଛି। କିଛି ୟୁନିଭର୍ସିଟି ଗୋଟେ 15 ମାର୍କ ପକେଇଦେବ, 15 ମାର୍କ 4ଟା ପକେଇଦେବ। କିଛି ୟୁନିଭର୍ସିଟି ଗୋଟେ 16 ମାର୍କ 4ଟା ପକେଇଦେବ। ସେଗୁଡ଼ିକରେ ଅନ୍ୟ ପ୍ୟାଟର୍ନଟି ରହୁଛି। ସେ ପ୍ୟାଟର୍ନ ମେଣ୍ଟେନ୍ କରେନି। ଫାଷ୍ଟ ତୁମେ ଦେଖ ଏକ୍ଜାମରେ କେମିତି କ'ଣ କ୍ୱେଶ୍ଚନ୍ ଆସୁଛି, ଆମକୁ କେମିତି ପ୍ରିପେୟାର କରିବାର ଅଛି, କେମିତି ଲେଖିବାର ଅଛି। ଦେଖ ଫାଷ୍ଟ ହେଲା ଭ୍ରମଣ କାହାଣୀ ବିଷୟରେ ପକେଇଦେବ କିମ୍ବା ଆତ୍ମଜୀବନୀ। ଦେଖ ଭ୍ରମଣ କାହାଣୀର ସଂଜ୍ଞା ସ୍ୱରୂପ ସମ୍ପର୍କରେ ଆଲୋଚନା କର। ଭ୍ରମଣ କାହାଣୀ ଗଲା ହେଲା କ'ଣ ସଂଜ୍ଞା ସ୍ୱରୂପ ବିଷୟରେ। ତାପରେ ଦେଖିବା ଏଇ କ୍ୱେଶ୍ଚନ୍ ଗୁଡ଼ିକ 2024ରେ ପଡ଼ିଥିଲା କି ନାହିଁ ହେଲା। ଏଟା ଯେଉଁ ଆଲୋଚନା କରିଛି ଆମେ 2025ର ଓଡ଼ିଆ ସମାଲୋଚନା ସାହିତ୍ୟର ବିକାଶ ସମ୍ପର୍କରେ ଆଲୋଚନା କର। ତ ପିଲାମାନେ ଦୁଇଟା କ୍ୱେଶ୍ଚନ୍ ଅଛି, ତ ତୁମକୁ ଯେଉଁଟା ବି ଇଜି ଲାଗୁଛି ସେଇଟା ଲେଖିପାରିବ। ତ ମୋ ମତରେ ଭ୍ରମଣ କାହାଣୀଟା ଲେଖ, ଏଇଟା ଅଧିକ ଟିକେ ଇଜି ଅଛି ହେଲା ସମାଲୋଚନାଠୁ। ତାପରେ ଦେଖ ହଁ ଏଇଟା ତୁମର 2 ନମ୍ବର କ'ଣ ଅଛି ଦେଖ ମୋ ଫୁଟା ଟଙ୍କାର କାହାଣୀ ଆଧାରରେ ଫତୁରାନନ୍ଦଙ୍କ ସାହିତ୍ୟିକ ଜୀବନ ସମ୍ପର୍କରେ ଆଲୋଚନା କର। ଫତୁରାନନ୍ଦଙ୍କ ବିଷୟରେ ଲେଖିବ, ତାଙ୍କର ସାହିତ୍ୟିକ ଜୀବନ ହେଲା। ମାନେ ଦେଖନ୍ତୁ ମୋ ଫୁଟା ଟଙ୍କାର କାହାଣୀ ମାନେ କ'ଣ ସେଟା ତାଙ୍କର ଆତ୍ମଜୀବନୀ ନା, ତ ତାଙ୍କ ବିଷୟରେ ହିଁ ଲେଖିବ। ମୋ ଫୁଟା ଟଙ୍କାର କାହାଣୀ ଆତ୍ମଜୀବନୀର ନାମକରଣ ସାର୍ଥକତା ପ୍ରତିପାଦନ କର। ଯେଉଁ ମୋ ଫୁଟା ଟଙ୍କାର କାହାଣୀ ଏଇ ନାମଟି ଦିଆହେଇଛି ତ କାହିଁକି ଦିଆହେଇଛି, ତ ସେଇ ବିଷୟରେ তোমার ଲେଖିବାର ଅଛି। ବୁଝିଲା? ଦେନ୍ ତୁମକୁ ଯେଉଁଟା ଇଜି ଲାଗୁଛି ଲେଖ। ଯଦି ଫତୁରାନନ୍ଦଙ୍କ ବିଷୟରେ ଅନେକ ସାରା ମାନେ କିଛି ଜାଣିଛ, କିଛି ନଲେଜ ଅଛି, ତ ସେଇ ଉପର କ୍ୱେଶ୍ଚନଟା ଲେଖ। ଯଦି ତୁମେ ଭାବୁଛ ଯେ ଫତୁରାନନ୍ଦ ବିଷୟରେ ସିଏ କେମିତି କ'ଣ ଜନ୍ମଗ୍ରହଣ କରିଛନ୍ତି, ତ ସେଗୁଡ଼ା ଆମର ମନେ ରହୁନି, ଦେନ୍ ତୁମର ଆତ୍ମଜୀବନୀ ମାନେ ଲେଖିପାରିବ ହେଲା। ମୋ ଫୁଟା ଟଙ୍କାର କାହାଣୀ ବିଷୟରେ ସେ ନାମଟା କାହିଁକି ଦିଆହେଇଛି ହେଲା, ତାଙ୍କର ଜୀବନ କାହାଣୀ ବିଷୟରେ ଲେଖିପାରିବ। ଦେଖ ଲାଇବେରିଆ ଗଣରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ସଂସ୍କୃତିର ଅବକ୍ଷୟର ଚିତ୍ର ପ୍ରତିପାଦନ କର। ଏଇଟା କୋଉଠି ଆସିଛି ନା ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢିଙ୍କି ଯେଉଁ ଭ୍ରମଣ କାହାଣୀ ସେଇଠୁ ଆସିଛି ହେଲା। ସେମିତି ଲେଖିପାରିବ। ଦେନ୍ ଆସିଲା ସାର୍ଥକ ଭ୍ରମଣ କାହାଣୀ ଭାବରେ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢିଙ୍କିର ସଫଳତା ବିଚାର କର। ଦୁଇଟା ଅଛି, ଦୁଇଟାରୁ ଯେଉଁଟା ଇଜି ଲାଗୁଛି ସେଇଟା ଲେଖିପାରିବ। ତାପରେ ଆସିଲା 4 ନମ୍ବର ଦେଖ ଭାଷା ଓ ଜାତୀୟତା ପ୍ରବନ୍ଧରେ ପ୍ରକାଶିତ ଜାତୀୟବାଦୀ ଭାବଧାରାର ପରିଚୟ ପ୍ରଦାନ କର। ଜାତୀୟବାଦୀ ଭାବଧାରା ବିଷୟରେ ଏଟା ଆରାମସେ ଲେଖିପାରିବ ହେଲା। ଦେନ୍ ଆସିଲା ଦେଖ ମୁଁ ସତ୍ୟ ଧର୍ମ କହୁଛି ପ୍ରବନ୍ଧର ମୂଳ ନିଜାସ ସମ୍ପର୍କରେ ସୂଚନା ପ୍ରଦାନ କର। ଦୁଇଟା ଅଛି, ଦୁଇଟାର ଯେଉଁଟା ଇଜି ଲାଗୁଛି ସେଇଟା ଲେଖ। ଆଉ ବାକି ତୁମର ସର୍ଟ କ୍ୱେଶ୍ଚନ୍ ଗୁଡ଼ାକ ଆମେ ପ୍ରାୟତଃ ମାନେ କ'ଣ এই ভিডিও মাধ্যমে আলোচনা করুনে, খালি লং কোশ্চেন গুড়াক তোমাকে দেখুছি হল। এগুলো পারবে যদি তোমার স্ক্রিনশট করনিও এবং পরে এগুলা তোমার নিজে এগুলা স্ক্রিনশট করি খাতায় লিখি পকাও। দেন মতো কুহ যে স্যার রিপিট আসছে কি না হল, মতো জনাও। তো চলো এটা 2025 আলোচনা করলে বর্তমান যা তোমার 2024 আড়ক হল। তবে চাল বর্তমানে আমি পৌঁছি গলে 2024 দেখ 2024 কেমিতি কোন কোশ্চেন পকাইছিলা দেখ সমালোচনার স্বরূপ প্রকার ভেদ বিষয়ে আলোচনা কর। তো পিলাମାନେ সেটি কোন থিলা না তোমার ভ্রমর সাহিত্যর ভ্রমর কাহিনীর সংজ্ঞা থিলা আর গোটে স্বরূপ থিলা হলা। এটি কিন্তু পকাইলা সমালোচনার স্বরূপ লেখিব কিংবা প্রকার ভেদ। তারপরে হলে আত্মজীবনী হলা। আত্মজীবনী স্বরূপ উদ্দেশ্য পরি আত্মজীবনী কাহিঁকি লেখা যায় তার উদ্দেশ্য লেখিব কিংবা সমালোচনা বিষয় লেখিব। যেটা ইজি লাগুଛି সেইটা লেখ হলা। তারপরে আমি যা 2 নম্বর কোণ আছে ମୋ ଫୁଟା ଟଙ୍କାର କାହାଣୀରୁ ଫତୁରାନନ୍ଦଙ୍କର ସ୍କୁଲ ଜୀବନ ଉପରେ ଆଲୋକପାତ କର। ସ୍କୁଲ ଜୀବନ ବିଷୟରେ ଲେଖିପାରିବ ଯଦି କିଛି ଧାରଣା ଅଛି ତ, ନଚେତ୍ ମାନେ ପଠିତ ଆତ୍ମଜୀବନରୁ ଫତୁରାନନ୍ଦଙ୍କ ସାହିତ୍ୟିକ ଜୀବନର ଉନ୍ମେଷ ବିକାଶ ଓ ଉତ୍ତରଣ ସମ୍ପର୍କରେ ଆଲୋଚନା କରି ତାଙ୍କର ସାରସ୍ୱତ ସଜନାର ନିର୍ଦ୍ଦେଶ ପରି ଆକଳନ କର। ତାଙ୍କର ସାହିତ୍ୟ ଜୀବନ କେମିତି ଆରମ୍ଭ ହୋଇଥିଲା ସେ ବିଷୟରେ ମଧ୍ୟ ଲେଖିପାରିବ। ଯୋଉଟା ଇଜି ଲାଗୁଛି ସେଇଟା ଲେଖ।
ତାପରେ ଦେଖ ତାପରେ ତ ଭ୍ରମଣ ସାହିତ୍ୟ ଆସିବ ସରି ଭ୍ରମଣ କାହାଣୀରୁ ହେଲା। ଲାଇବେରିଆର ଲେଖକଙ୍କର ପ୍ରଥମ ସନ୍ଧ୍ୟାର ଅନୁଭୂତି ବର୍ଣ୍ଣନା କର ଲେଖିପାରିବ। ତାପରେ ଦେଖ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଶୀର୍ଷକର ଯଥାର୍ଥତା ଓ ତାତ୍ପର୍ଯ୍ୟ ଲେଖକଙ୍କର କଣ ସହାନୁଭୂତିକୁ ଅବଲମ୍ବନ କରି ପ୍ରଦାନ କର। ଏଟା ଦେଖନ୍ତୁ ଏଟା ଲେଖିବ ଆଇଦର ଏଟା ଲେଖିବ, ଦୁଇଟା ଭିତରୁ ଅଛି ଯେଟା ପାରିବ ଲେଖ। ବିବେକାନନ୍ଦ ଏକ ବ୍ୟକ୍ତି ନୁହନ୍ତି, ସମଗ୍ର ମାନବ ଜାତିର ବିମୁକ୍ତିର ପ୍ରୟାସ ମାତ୍ର, ଏହା ଆଲୋଚନା କର। ଏଟା ଲେଖିପାରିବ। ଦେନ୍ ଅର କଣ ଅଛି ଦେଖ, ମୁଁ ସତ୍ୟ ଧର୍ମ କହୁଛି ରେ ସରି ଲେଖକ କେଉଁ ମାନବୀୟ ମହାନ ଧର୍ମ କଥା କହିଛନ୍ତି ସମଗ୍ର ମାନବ ସଭ୍ୟତା ପାଇଁ, ଏଠାରେ କି ସନ୍ଦେଶ ରହିଛି ବୁଝାଇ ଲେଖ। ଦିଟା ଅଛି, ଦିଟା ଭିତରେ ତମକୁ ଯୋଉଟା ବି ଇଜି ଲାଗୁଛି ସେଇଟା ଲେଖିପାରିବ ହେଲା। ତାପରେ ଦେଖନ୍ତୁ ସଲ୍ୟୁସନ ଗୁଡାକ କଣ ଅଛି ଏଗୁଡ଼ା ତମେ ଦେଖ। ଆଳଙ୍କାରିକ ସମାଲୋଚନା କଲେ କଣ ବୁଝ, ମିଷ୍ଟର ଡ୍ୟୁରିଂ ଲେଖକଙ୍କ ପାଛୋଟି ନେବାକୁ କେବେ ଓ କେଉଁଠାକୁ ଆସିଥିଲେ ହେଲା। ତ ଏଗୁଡ଼ା ସେମିତି କିଛି ଅଛି, ଏଗୁଡ଼ା ସଲ୍ୟୁସନ ଗୁଡାକ ଦେଖ। ସରିଲା ନା। ବର୍ତ୍ତମାନ ଆମେ ଚାଲ 2024 ପରେ 2023 କୁ ଯିବା ହେଲା। 2023 କୁ ଚାଲ। ତ ଚାଲନ୍ତୁ ହେଲା। ବର୍ତ୍ତମାନ 2023 ର କ୍ୱେଶ୍ଚନ କେମିତି କଣ ଆସିଛି ଦେଖ। ନା ଆତ୍ମଜୀବନୀ କହିଲେ କଣ ବୁଝ, ଏଟା କଣ ଦିମାଗର ଆସିଛି, ଦିମାଗର କେତେ ଆସିଛି 10ଟା। ତାପରେ ତମର ଆସିଯିବ ଏଗୁଡ଼ା ତମେ ଦେଖ ହେଲା, ଏଗୁଡ଼ା ମୁଁ କିଛି କହୁନାହିଁ। ବର୍ତ୍ତମାନ ଆମେ କୋଉଠି ଯିବା ନା ଲଘୁ କ୍ୱେଶ୍ଚନ କୁ। ରିପିଟ୍ ଆସୁଛି ନା ନାଇଁ ଦେଖ। ଭ୍ରମଣ କାହାଣୀର ସଂଜ୍ଞା ସ୍ୱରୂପ ପ୍ରକାର ଭେଦ ଦର୍ଶାଅ। ତାପରେ ଏଠି ଦେଖନ୍ତୁ ତିନିଟା ସାର ପକେଇଦେଲା, କଣ କହିଲା ନା ଭ୍ରମଣ କାହାଣୀର ସଂଜ୍ଞା ପକେଇଲା, ସ୍ୱରୂପ ପକେଇଲା, ଦେନ୍ ପ୍ରକାର ଭେଦରେ ପ୍ରକାର ଭେଦ ବିଷୟରେ ମଧ୍ୟ ପଡ଼ିଗଲା। ତ ପିଲାମାନେ କିଛି ପିଲାମାନେ କହିବେ ସାର୍ ଏଥିରେ କଣ ଆମେ ସଂଜ୍ଞା ବି ଲେଖିବୁ, ସ୍ୱରୂପ ଲେଖିବୁ, ପ୍ରକାର ଭେଦ ସାର୍ ସେମିତି ବହୁତ ପେଜ ହେଇଯିବ। ଆରେ ନା ଏତେ ବଡ଼ ଲେଖିବାନି, କାହିଁକି ନା ଦେଖନ୍ତୁ ଏଇଟା ତିନିଟା ସାର ଅଛି ମାନେ ଆମେ ଅଳ୍ପରେ ସାରିବା। କେମିତି କଣ ଧର 15 ମାର୍କ ଅଛି, ଯେମିତି ବେଶୀ ନାହିଁ ମାତ୍ର 5 ପେଜ, ହଁ ତମର 4 ରୁ 5 ପେଜ ଲେଖ, ସେତିକି ହେଲା, ସେତିକି ଯଥେଷ୍ଟ। ଆଉ ଅଯଥା ଲେଖନି ନା। ଯଦି ତମେ ତୁମର ରାଇଟିଂ ସ୍ପିଡ୍ ଅଧିକ ଅଛି, ତମେ ଭାବୁଛ ଯେ ଆମେ ମାନେ କଣ ସ୍ପିଡ୍ ଲେଖିପାରୁଛ, ଦେନ୍ ତମେ ଲେଖ। ତୁମରେ 5 ପେଜ ଜାଗାରେ 6 ପେଜ ଲେଖିଲେ ବି ତମର କିଛି ଅସୁବିଧା ନାହିଁ। କିନ୍ତୁ ଯୋଉ ପିଲାମାନେ ଟିକେ କଣ ନର୍ମାଲ ଲେଖନ୍ତି ସେଇ ପିଲାମାନେ 4 ରୁ 5 ପେଜ ଲେଖ, ସେତିକିରେ ଯଥେଷ୍ଟ ହେଲା, ଅଧିକ ବୋର୍ଡ ଲେଖିବା ଦରକାର ନାହିଁ। ତାପରେ ଦେଖନ୍ତୁ ଅରେ କଣ ଅଛି, ସମାଲୋଚନାର ପ୍ରକାର ଭେଦ ସମ୍ପର୍କରେ ଆଲୋଚନା କର। ଦେନ୍ ସମାଲୋଚନା ଖାଲି ପ୍ରକାର ଭେଦଟା ଆଲୋଚନା କରିବ। ସେଟା ସଂଜ୍ଞା ସ୍ୱରୂପ ପ୍ରକାର ଭେଦ, ଏଟା ଖାଲି ପ୍ରକାର ଭେଦ ସମାଲୋଚନାର। 3 ନମ୍ବର କଣ ଦେଖିବା, ଫକୀରମୋହନଙ୍କର ଜୀବନ ସଂଘର୍ଷର କଥା ମୋ ଫୁଟାଡଙ୍କର କାହାଣୀ ଅବଲମ୍ବନରେ ଆଲୋଚନା କର। ଗଲା। ଦେନ୍ ଆମେ ଦେଖିବା ଅରେ କଣ ଅଛି ହେଲା, ମହାଯୁଦ୍ଧ ପ୍ରସଙ୍ଗ ମୋ ଫୁଟାଡଙ୍କର କାହାଣୀରେ କିପରି ପ୍ରକାଶ ପାଇଛି ଆଲୋଚନା କର। ସେଇ ମୋ ଫୁଟାଡଙ୍କର କାହାଣୀ ଦିଟା ସାରା ଆସିଛି। ତାପରେ ଦେଖ 4 ନମ୍ବର କଣ ଅଛି ହେଲା, ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଭ୍ରମଣ କାହାଣୀର ନାମକରଣର ଯଥାର୍ଥତା ପ୍ରତିପାଦନ କର। କିମ୍ବା ଅରେ ଅଛି ଲାଇବେରିଆ ଲେଖକଙ୍କର ଅନୁଭୂତି କିପରି ଥିଲା ତାହା ଆଲୋଚନା କର। ଗଲା। ତାପରେ ଦେନ୍ ତମର ୟୁନିଟ୍ 4 ରୁ କଣ ଅଛି ଦେଖିବା, ଭାଷା ଓ ଜାତୀୟତା ପରସ୍ପର ପରିପୂରକ କିପରି ଦର୍ଶାଅ। ଭାଷା ଓ ଜାତୀୟତା ମାନେ ପରସ୍ପର କେମିତି ପରିପୂରକ ତାହା ଆଲୋଚନା କରିବ। କିମ୍ବା ଅରେ ଅଛି ବିବେକାନନ୍ଦଙ୍କର ଜୀବନ ଓ ଦର୍ଶନ ଭାରତୀୟ ଜୀବନଧାରାକୁ କିପରି ପ୍ରଭାବିତ କରିଛି ପଠିତ ପ୍ରବନ୍ଧ ଭିତ୍ତିରେ ଆଲୋଚନା କର। ଏଇଟା ଲେଖିପାରିବ, ଆଇଦର ଏଇଟା ଲେଖିପାରିବ। ଦୁଇଟା ଅଛି, ଦିଟା ଭିତରୁ ତମକୁ ଯୋଉଟା ଇଜି ଲାଗୁଛି ସେଇଟା ଲେଖ ପିଲାମାନେ। ତାପରେ ଦେଖ ଆମେ 2022 ରେ ଦେଖିବା। 2022 ରେ କେମିତି କଣ ଆସିଥିଲା କ୍ୱେଶ୍ଚନ ଟି ହେଲା ଦେଖ। ହଁ ଫାଷ୍ଟ ତ ତମର ଦିମାଗର 10ଟା ପକେଇଦେଲା, ଓଟା ମୁଁ କିଛି ପଢୁନାହିଁ। ଭିଡ଼ିଓ ଯେତେ ସର୍ଟରେ ସାରିଦେବା ହେଲା, ଅଧିକ ବଡ଼ କରବାନି। ଦେଖ ଏଗୁଡ଼ା ତ ମାନେ ତୁମକୁ ଟେଲିଗ୍ରାମ ଗ୍ରୁପରେ ସବୁ ଦେଇଦେବି ଏଗୁଡ଼ା ପିଡ଼ିଏଫ୍ ଗୁଡ଼ାକ, କିଛି ବ୍ୟସ୍ତ ହବାର ନାହିଁ। ଦେଖ ଓଡ଼ିଆ ଆତ୍ମଜୀବନର ସ୍ୱରୂପ ବିକାଶ ବିଷୟରେ ଆଲୋଚନା କର। 15 ମାର୍କର ଆସିଲା। ଦେନ୍ ଅରେ ଅଛି ଯେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସମାଲୋଚନା ସାହିତ୍ୟ ସମ୍ପର୍କରେ ଆଲୋଚନା କର। ସେଇ ଦିଟା ସାରା ଗୋଟେ ଆତ୍ମଜୀବନୀ ଆଉ ଗୋଟେ ସମାଲୋଚନା, ବୁଝିହେଲା। ଦିଟା ସାରା ଯୋଉଟା ଇଜି ଲାଗୁଛି ସେଇଟା ପଢ଼ା କର। ମୋ ଫୁଟା ଡଙ୍ଗାର କାହାଣୀରୁ ଲେଖକଙ୍କର ଶୈଶବ କିପରି ଥିଲା ଆଲୋଚନା କର, ମାନେ ତାଙ୍କ ପିଲାବେଳ ବିଷୟରେ ଲେଖିବ। ଦେନ୍ ଅରେ ଅଛି ଫକୀରମୋହନଙ୍କ ଡାକ୍ତରୀ ସ୍କୁଲ ଜୀବନ କିପରି ଥିଲା ଆଲୋଚନା କର। ଦିଟା ଭିତରୁ ଲେଖ। ମୋ ଫୁଟା ଡଙ୍ଗାର କାହାଣୀରୁ ଲେଖକଙ୍କର ଶୈଶବ କିପରି ଥିଲା ଆଲୋଚନା କର, ସେଟା ଲେଖିବ। କିମ୍ବା ଅରେ ଅଛି ଫକୀରମୋହନଙ୍କ ଡାକ୍ତରୀ ସ୍କୁଲ ଜୀବନ କିପରି ଥିଲା ଲେଖ। ଦିଟା ଅଛି, ଏଇଟା ବି ସେ ଅରେ ଅଛି, ଆରାମସେ ଲେଖିପାରିବ ହେଲା, ମୁଁ ଭାବୁଛି। ତାପରେ ଦେଖ 4 ନମ୍ବର କଣ ଅଛି, ଲାଇବେରିଆ ଗଣରାଜ୍ୟ ସମ୍ପର୍କରେ ଲେଖକଙ୍କର ଅଭିଜ୍ଞତା କିପରି ହୋଇଥିଲା ଦର୍ଶାଅ। ଲାଇବେରିଆ ଗଣରାଜ୍ୟ ବିଷୟରେ ଆରାମସେ ଲେଖିପାରିବ। ଦେନ୍ ଦେଖ ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ନାମକରଣର ସାର୍ଥକତା ବିଚାର କର। ଦେଖ ଦିଟା ଅଛି, ଏଇଟା ବି ଅରେ ଆରାମସେ ଲେଖିପାରିବ ମୁଁ ଭାବୁଛୁ। ଲେଖକ ନିଜକୁ ସତ୍ୟଧର୍ମା କହିବାର ଯଥାର୍ଥତା ଦର୍ଶାଅ। କିମ୍ବା ଅଛି ବିବେକାନନ୍ଦଙ୍କର ସମ୍ପର୍କରେ ଲେଖକଙ୍କର ଅଭିବ୍ୟକ୍ତି ପଠିତ ପ୍ରବନ୍ଧ ଅନୁସାରେ ଆଲୋଚନା କର। ଏଟା କୋଉ ଆମେ ଆଲୋଚନା କଲେ ନା 2022 ର। ବର୍ତ୍ତମାନ ଚାଲ ଆମେ 2021 ଦେଖିବା, ଯଦି ଅଛି ଆଲୋଚନା କରିବା, ନହେଲେ ଆମେ ସେଇ ଇୟର ହିଁ ଅଲଗା ୟୁନିଭର୍ସିଟିରେ ଆଲୋଚନା କରିବା। ତ ସରି ପିଲାମାନେ 2021 କ୍ୱେଶ୍ଚନଟି ମିଳିଲାନି, ତେଣୁକରି ଆମେ 2024 ରୁ 25 ସେଇ କ୍ୱେଶ୍ଚନଟି ଅଲଗା ୟୁନିଭର୍ସିଟିର ହେଲା, ସେଇଟା ଦେଖିବା କ'ଣ ଅଛି।
ସେଇ ସର୍ଟ କ୍ୱେଶ୍ଚନ ଗୁଡାକ ଗୋଟେ ଦେଖ କେମିତି କ'ଣ ଆସିଛି ହେଲା, କେମିତି କ'ଣ ଇମ୍ପୋର୍ଟାଣ୍ଟ ରହୁଛି, କେମିତି ପକଉଛି, ଆମେ କେମିତି କେମିତି ପଢିବା ହେଲା, କୋଉ ଗାଁ ଇମ୍ପୋର୍ଟାଣ୍ଟ ରହୁଛି ଏଗୁଡ଼ା ତ ମାନେ ପଢିଲେ ହିଁ ଜାଣିପାରିବ। ତାପରେ ଦେଖ ଆମେ 2024 ହେଲା ଏଇଟା ଆଲୋଚନା କରୁଛେ ଆତ୍ମଜୀବନର ସଂଜ୍ଞା ନିର୍ଦ୍ଧାରଣ ପୂର୍ବକ ଏହାର ପ୍ରକାରଭେଦ ସମ୍ପର୍କରେ ସଦୃଷ୍ଟାନ୍ତ ଆଲୋଚନା କର। ମାନେ କ'ଣ ସଂଜ୍ଞା ଲେଖିବ ଆଉ ପ୍ରକାରଭେଦ ହେଲା, ସେତିକି, ଆଉ ଅଧିକ କିଛି ନାହିଁ। ତାପରେ ଦେଖ ଅରେ କ'ଣ ଅଛି, ଭ୍ରମର କାହାଣୀର ପରିଭାଷା ପ୍ରଦାନ ସହିତ ଏହାର ସ୍ୱରୂପ ଆକଳନ କର। ଦିଟା ଅଛି, ଦିଟା ଭିତରେ ଯୋଉଟା ଇଜି ଲାଗୁଛି ଲେଖ। ତାପରେ ଦେଖିବା କ'ଣ ଅଛି, ମୋ ଫୁଟାଣଙ୍କର କାହାଣୀ ଅବଲମ୍ବନରେ ଫକୀରମୋହନଙ୍କର ଶୈଶବକାଳୀନ ଜୀବନାନୁଭୂତି ସମ୍ପର୍କରେ ସବିସ୍ତୃତ ଆଲୋଚନା କର। କିମ୍ବା ଅରେ କ'ଣ ଅଛି ଦେଖ, ଅରେ ଅଛି ଯେ ମୋ ଫୁଟାଣଙ୍କର କାହାଣୀରେ ଆତ୍ମଜୀବନୀରୁ ଲେଖକଙ୍କର ଚମତ୍କାର ହାସ୍ୟ ରସାତ୍ମକ ଗଦ୍ୟ ରଚନା ଶୈଳୀର ପରିଚୟ ପ୍ରଦାନ କର। ଦିଟା ଅଛି, ଦିଟା ଭିତରେ ଯୋଉଟା ଇଜି ଲାଗୁଛି ଲେଖ। ତାପରେ ବର୍ତ୍ତମାନ ଦେଖ 4 ନମ୍ବରରେ କ'ଣ ଅଛି, ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଏକ ସଫର ସୁଖପାଠ୍ୟ ଭ୍ରମଣ କାହାଣୀ ଅଟେ। ଏଇଟା ନିର୍ଣ୍ଣୟ କର ଦେଇଛି, ଏଇଟା ଲେଖିବ। କିମ୍ବା ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଅନୁସରଣରେ ଲେଖକଙ୍କର ଭ୍ରମଣକାଳୀନ ଅନୁଭୂତି ସମ୍ପର୍କରେ ଆଲୋକପାତ କର। ଦେଖ ଲାଷ୍ଟ ହେଲା ଭାଷା ଓ ଜାତୀୟତା ପ୍ରବନ୍ଧର ପ୍ରାବନ୍ଧିକଙ୍କର ଦୃଷ୍ଟିଭଙ୍ଗୀ ବିଶ୍ଳେଷଣ କର। କିମ୍ବା ଅରେ ପକେଇ ଦେଇଛି ଯେ ମୁଁ ସତ୍ୟ ଧର୍ମ କହୁଛି ପ୍ରବନ୍ଧରେ ସତ୍ୟ ଓ ଧର୍ମର ମହତ୍ଵ କିପରି ପ୍ରତିପାଦିତ ହୋଇଛି ଆଲୋଚନା କର। ତ ପିଲାମାନେ ଆମେ 2025ରୁ ଆରମ୍ଭ କରିକି 2022 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କଲେ। ଆଉ ଯଦି କିଛି ପିଲାଙ୍କ ମନରେ କିଛି ଡାଉଟ୍ ରହିଲା ତ କମେଣ୍ଟ ସେକ୍ସନରେ ଜଣାଇପାରିବେ। ମୁଁ ଏଗେନ୍ ଆଉ ଥରେ ଭିଡ଼ିଓ କରିକି ତୁମମାନଙ୍କୁ ଭଲସେ ବୁଝେଇଦେବି। ଧନ୍ୟବାଦ, ଜୟ ଜଗନ୍ନାଥ।